ଆଜି ଆପଣମାନେ ମୋ ସିନ୍ଦୁରର ଅଧିକାର ସିରିଏଲରେ ଦେଖିବାକୁ ପାଇବେ। ମୁକ୍ତି କହିବ, ହେ ଦେବୀ ମା, ମୋତେ ବଞ୍ଚେଇ ଦିଅ। ଏମାନେ ଯଦି ମୋତେ ଦେଖିଦେବେ ତାହେଲେ ମୋତେ ମାରିଦେବେ କହି ଲୁଚିଯିବ। ଏପଟେ ଶାଲିନୀ ଆଉ ଜୟ ଗୋଟେ ପଟେ ଖୋଜୁଥିବ, ଆଉ ଗୋଟେ ପଟେ ନତାଶା ଆଉ ଧନଶ୍ରୀ ଖୋଜୁଥିବ। ଧନଶ୍ରୀ କହିବ, ନତାଶା, ସେ ମୁକ୍ତି କୋଉଠି ଲୁଚିଛି, ଜଲ୍ଦି ଖୋଜିକି ଆଣ। ସେ ତୋ ବିଷୟରେ ସବୁ କିଛି ଜାଣିଥିଲା, କିନ୍ତୁ ଏବେ ସେ ମୋ ବିଷୟରେ ସବୁ କିଛି ଜାଣିଗଲା। ଯଦି ସେ ଆଦିକୁ କହିଦିଏ, ତାପରେ ଆଦି ଆସି ତାଙ୍କ ସାମ୍ନାରେ ଛିଡ଼ା ହୋଇଯିବ। ଧନଶ୍ରୀ ଆଉ ନତାଶା ଦେଖି ପୁରା ଡରିଯିବ। ଆଦି କହିବ, ନାନା, ତମେ ଏଠି ପୁଣି ନତାଶାଙ୍କ ସହିତ? ଧନଶ୍ରୀ କହିବ, ଆଦି, ମୁଁ ତ ଏଠି ମୁକ୍ତିକୁ ଖୋଜିବା ପାଇଁ ଆସିଛି। ଆଦି କହିବ, ତାହେଲେ ନାନା ମୁକ୍ତି ମିଳିଲା କି? ଧନଶ୍ରୀ କହିବ, ନାଇଁ, ଆମକୁ ମିଳିନି, ଆମେ ତ ତାକୁ ଖୋଜୁଛୁ। ତାପରେ ଆଦି କହିବ, ଆଉ କିଛି ସମୟ ଭିତରେ ଯଦି ସିଏ ଆମକୁ ନ ମିଳିଲା ତାହେଲେ ଆମକୁ ପୋଲିସରେ କମ୍ପ୍ଲେନ କରିବାକୁ ପଡ଼ିବ। ତାପରେ ଧନଶ୍ରୀ କହିବ, ଆଦି, ମତେ ଲାଗୁଛି ସେ ଏଠି ନାହିଁ। ଆଦି କହିବ, ନାଇଁ ନାନା, ସେ ଏଇଠି କୋଉଠି ଅଛନ୍ତି, କାରଣ ତାଙ୍କ ଫୋନ ମତେ ଏଇଠି ମିଳିଲା। ମତେ ଲାଗୁଛି ମୁକ୍ତି କିଛି ଗୋଟେ ଅସୁବିଧାରେ ପଡ଼ିଛି। ଧନଶ୍ରୀ କହିବ, ଆଦି, ତୁ ବୁଝୁନୁ, ତାର କିଛି ବି ହବନି। ତାପରେ ଆଦି କହିବ, ନାନା, ତମେ ବୁଝିପାରୁନ, ତାର ଯଦି କିଛି ହେଇଯାଏ ତାହେଲେ ମୁଁ ମୋ ନିଜକୁ କେବେ ବି କ୍ଷମା କରିପାରିବିନି। ତା ବିନା ମୁଁ ବଞ୍ଚି ପାରିବିନି। ନତାଶା କହିବ, ଏଡି, ପ୍ଲିଜ କାମ୍ ଡାଉନ। ଆମେ ସମସ୍ତେ ଖୋଜୁଛୁ ନା, ସେ ନିଶ୍ଚୟ ମିଳିଯିବେ। ତମେ ଗୋଟେ କାମ କର, ତମେ ଏପଟେ ଯାଅ, ଆମେ ଏପଟେ ଯାଉଛୁ। ଆଉ ଯଦି ବି ଆମକୁ କିଛି ଖୋଜ ଖବର ମିଳେ ତାହେଲେ ତମକୁ ଜଣେଇ ଦବୁ। ତାପରେ ଆଦି କହିବ, ଠିକ ଅଛି କହି ଆଦି ସେଠାରୁ ଚାଲିଯିବ। ଧନଶ୍ରୀ କହିବ, ମତେ ବହୁତ ଡର ଲାଗୁଛି। ସେ ମୁକ୍ତି ଯଦି ଆଦିକୁ ସବୁ ସତ କଥା କହିଦିଏ ତାହେଲେ? ନତାଶା କହିବ, ସେଇଥିପାଇଁ ତ ଆମେ ସମସ୍ତେ ଯେତେ ଶୀଘ୍ର ସମ୍ଭବ ହବ ସେ ମୁକ୍ତିକୁ ଖୋଜିକି ବାହାର କରିବାକୁ ପଡ଼ିବ। ଆଉ ତା ଚାପ୍ଟର ସବୁଦିନ ପାଇଁ କ୍ଲୋଜ କରିବାକୁ ପଡ଼ିବ। ତାପରେ ଧନଶ୍ରୀ କହିବ, ହଁ ହଁ, ଜଲ୍ଦି ଚାଲ। ଜୟ କହିବ, ତମେ ଠିକ କହିଛ ନତାଶା, ସେ ମୁକ୍ତିକୁ ଆମ ସମସ୍ତଙ୍କ ପାଇଁ ନିହାତି ମରିବା ପାଇଁ ପଡ଼ିବ। ସମସ୍ତେ ଯାଉଥିବ, କିନ୍ତୁ ନତାଶା ନ ଯାଇ ଆଦି ଆଉ ମୁକ୍ତି ବିଷୟରେ ଭାବୁଥିବ। ଧନଶ୍ରୀ କହିବ, କଣ ହେଲା ନତାଶା, ତୁ ରହିଗଲୁ କାହିଁକି? ନତାଶା କହିବ, ଏବେ ମୁକ୍ତି ଖାଲି ମରିବନି, ଏବେ ତାର ସବୁ କିଛି ମରିବା ଦରକାର। ତାର ମନ, ପ୍ରାଣ, ଭଲ ପାଇବା, ବିଶ୍ୱାସ ସବୁ କିଛି ମରିବା ଦରକାର। ସେ ଯାହାକୁ ସବୁଠୁ ଅଧିକ ଭରସା କରୁଛି ନା, ତା ଆଖି ସାମ୍ନାରେ ସେ ବିଶ୍ୱାସ ବି ଭାଙ୍ଗିବା ଦରକାର। ଆଉ ତାର ପ୍ରିୟ ଆଦି ହିଁ ତାକୁ ମାରିବା ଦରକାର। ଧନଶ୍ରୀ କହିବ, ଆରେ ତୁ କଣ ପାଗଳି ହେଇଯାଇଛୁ କି? ଆଦି କାହିଁକି ସେ ମୁକ୍ତିକୁ ମାରିବାକୁ ଯିବ? ତାପରେ ନତାଶା କହିବେ, ମାରିବେ ଆଣ୍ଟି, ଆଦି ହିଁ ସେ ମୁକ୍ତିକୁ ମାରିବେ।